ନୂଆଦିଲ୍ଲୀଠାରେ ଭାରତୀୟ ଇତିହାସ ପାଇଁ ସାର ଯଦୁନାଥ ସରକାର ଫେଲୋସିପ୍ର ପ୍ରଥମ ବ୍ୟାଚ୍ ଦୀକ୍ଷାନ୍ତ ସମାରୋହରେ ଯୋଗଦାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଛାତ୍ରଛାତ୍ରୀମାନେ ଭାରତର ଐତିହାସିକ, ସାଂସ୍କୃତିକ ଏବଂ ବୌଦ୍ଧିକ ସାର୍ବଭୌମତାର ମଶାଲ ବାହକ ହେବାର ଦାୟିତ୍ୱ ବହନ କରିଛନ୍ତି ବୋଲି ସେ କହିଛନ୍ତି। ପରବର୍ତ୍ତୀ ନ୍ୟୁଜ୍ ହେଲା ବିହାରର ଦରଭଙ୍ଗାରେ କଂଗ୍ରେସ ଆରଜେଡି ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର୍ଗତ ମାଙ୍କ ପ୍ରତି ଅପମାନଜନକ ଶବ୍ଦ କୁହାଯିବାର ଏକ ଅତ୍ୟନ୍ତ ନିନ୍ଦନୀୟ ଓ ଲୋକତନ୍ତ୍ରକୁ ଲଜ୍ଜିତ କରୁଥିବା ଘଟଣା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରବର୍ତ୍ତୀ ପରିଡ଼ା। ପରବର୍ତ୍ତୀ ନ୍ୟୁଜ୍ ହେଲା ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ ପାଇଁ 200 ସିଟ୍ ଅନୁମୋଦିତ ହୋଇଛି। ଚଳିତ ଶିକ୍ଷାବର୍ଷରୁ ଦୁଇଟି କଲେଜର ପାଠପଢ଼ା ଆରମ୍ଭ ହେବ। ଜାତୀୟ ମେଡିକାଲ କମିଶନଙ୍କ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି ଯେ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପରବର୍ତ୍ତୀ ନ୍ୟୁଜ୍ ହେଲା ଆଜି କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ବିହାର ବିଜେପି ନେତାଙ୍କ ବୈଠକ ଡାକିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଜେଡିୟୁ ଓ ବିଜେପି ମଧ୍ୟରେ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇସାରିଥିବାରୁ ବୈଠକ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା ହେବ। ପରବର୍ତ୍ତୀ ନ୍ୟୁଜ୍ ହେଲା ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ଆମ ଦେଶରେ ଏକ ଐତିହାସିକ ମୁହୂର୍ତ୍ତ ସାବ୍ୟସ୍ତ କରିଛି। ଏହା କେବଳ ଏକ ପ୍ରଯୁକ୍ତିବିଦ୍ୟାର ସଫଳତା ନୁହେଁ, ବରଂ ରଣନୈତିକ ଏବଂ ଆର୍ଥିକ ଆତ୍ମନିର୍ଭରତା ଦିଗରେ ଏକ ନିର୍ଣ୍ଣାୟକ ଲମ୍ଫ ପ୍ରଦାନ କରିଛି। ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରି ଏବଂ ଘରୋଇ ଉତ୍ପାଦନକୁ ସୁଦୃଢ଼ କରି ଏହି ସଫଳତା ଭାରତକୁ ଇଲେକ୍ଟ୍ରୋନିକ୍ସର ଏକ ଉଦୀୟମାନ ବିଶ୍ୱ କେନ୍ଦ୍ର ଭାବରେ ସ୍ଥାନିତ କରିଛି। ଏହି ଐତିହାସିକ ମାଇଲଖୁଣ୍ଟ ଭାରତର ଦୃଷ୍ଟିକୋଣ, ସ୍ଥିରତା ଏବଂ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପ୍ରତି ଅଟଳ ପ୍ରତିବଦ୍ଧତାର ପ୍ରମାଣ ସ୍ୱରୂପ ଠିଆ ହୋଇଛି। ଏକ ଦୀର୍ଘକାଳୀନ ଜାତୀୟ ଆକାଂକ୍ଷା ଏବଂ ପୂରଣ ହୋଇଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗଭୀର ଗର୍ବର ମୁହୂର୍ତ୍ତ।